କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆମେ ପୂର୍ବ ଭିଡ଼ିଓରେ ପ୍ରାଚୀନ କାଳରେ କେଉଁଭଳି ଭାବରେ କାରବାର ହେଉଥିଲା ତାହା ଆମେ ପଢ଼ିଥିଲେ। ତ ସେଥିରେ ଗୋଟିଏ ଥିଲା ବାର୍ଟର ସିଷ୍ଟମ, ଯାହାକୁ ଆମେ କୁହନ୍ତି ବସ୍ତୁ ବିନିମୟ ପ୍ରଣାଳୀ। ସେ ବିଷୟରେ ଆଜି ଡିସ୍କସ୍ କରିବା। ଟଙ୍କା ଉଦ୍ଭାବନ ପୂର୍ବରୁ ଲୋକମାନେ ବ୍ୟବହାର କରୁଥିଲେ ବାଣିଜ୍ୟର ସବୁଠାରୁ ପୁରୁଣା ପଦ୍ଧତି ମଧ୍ୟରୁ ଗୋଟିଏ, ସେ ହେଉଛି ବାର୍ଟର ସିଷ୍ଟମ। ଏହି ସିଷ୍ଟମରେ ଲୋକମାନେ ମୁଦ୍ରା କିମ୍ବା ମୁଦ୍ରା ବ୍ୟବହାର ନ କରି ସିଧାସଳଖ ସାମଗ୍ରୀ ଏବଂ ସେବା ବିନିମୟ କରୁଥିଲେ। ଉଦାହରଣ ସ୍ୱରୂପ, ଜଣେ ଚାଷୀ ଯାହା ପାଖରେ ଅତିରିକ୍ତ ଚାଉଳ ଥିଲା ତାହା ପାତ୍ର ବଦଳରେ କୁମ୍ଭାରକୁ ଦେଇପାରୁଥିଲା। ଉଭୟ ଲୋକ ଲାଭବାନ ହେଉଥିଲେ। ଚାଷୀ ପାତ୍ର ପାଇଥିଲେ ଏବଂ କୁମ୍ଭାର ଖାଦ୍ୟ ପାଇଥିଲେ। ବାର୍ଟର ସିଷ୍ଟମରେ ପ୍ରତ୍ୟେକ ଜିନିଷର ମୂଲ୍ୟ ଆବଶ୍ୟକତା ଏବଂ ପାରସ୍ପରିକ ଚୁକ୍ତି ଉପରେ ନିର୍ଭର କରୁଥିଲା। ଯଦି ଉଭୟ ପକ୍ଷ ରାଜି ହୁଅନ୍ତି ଯେ ବିନିମୟ ନ୍ୟାୟପୂର୍ଣ୍ଣ, ତେବେ ବାଣିଜ୍ୟ ସମାପ୍ତ ହେଉଥିଲା। ବାର୍ଟର ସିଷ୍ଟମରେ କିଛି ସମସ୍ୟା ଥିଲା। କେତେକ ସମୟରେ ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା କଷ୍ଟକର ଥିଲା ଯିଏ ଆପଣଙ୍କ ପାଖରେ ଯାହା ଅଛି ତାହା ଚାହୁଁଥିଲେ ଏବଂ ଆପଣଙ୍କ ପାଖରେ ଯାହା ଆବଶ୍ୟକ ତାହା ମଧ୍ୟ ଦେଉଥିଲେ। ଏହାକୁ ଅଭିଳାଷର ଦ୍ୱିଗୁଣିତ ସଂଯୋଗ କୁହାଯାଉଥିଲା। ଏପରି ଅସୁବିଧା ଯୋଗୁଁ ପରେ ଲୋକମାନେ ବିନିମୟର ଏକ ସାଧାରଣ ମାଧ୍ୟମ ଭାବରେ ଟଙ୍କା ବ୍ୟବହାର କରିବା ଆରମ୍ଭ କଲେ। ବାର୍ଟର ସିଷ୍ଟମ ମାନବ ଇତିହାସର ବାଣିଜ୍ୟର ପ୍ରଥମ ପ୍ରକାର ଥିଲା, ଯେଉଁଠାରେ ଲୋକମାନେ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସିଧାସଳଖ ସାମଗ୍ରୀ ଏବଂ ସେବା ବିନିମୟ କରୁଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, ତାହେଲେ କମେଣ୍ଟ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇब କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।